ଯୁକ୍ତ ଦୁଇ କଲେଜ ଅଧ୍ୟାପକଙ୍କ ଉପସ୍ଥାନ କଡାକଡି କରାଯିବ। ଏଥିପାଇଁ ସମସ୍ତ ଯୁକ୍ତ ଦୁଇ ତଥା ଉଚ୍ଚ ମାଧ୍ୟମିକ ସ୍କୁଲରେ ଲାଗିବ ବାୟୋମେଟ୍ରିକ ଡିଭାଇସ। କେବଳ ଏତିକି ନୁହେଁ, ଏହି ଉପସ୍ଥାନର ତଥ୍ୟକୁ ସାମ୍ସର ୱେବସାଇଟରେ ମଧ୍ୟ ଅପଲୋଡ କରାଯିବ। ଉଭୟ ଅଧ୍ୟାପକ ଓ ଅଣ ଅଧ୍ୟାପକଙ୍କ ପାଇଁ ଏହା ଲାଗୁ କରାଯିବ। ଏନେଇ ସମସ୍ତ ଯୁକ୍ତ ଦୁଇ କଲେଜର ଅଧ୍ୟକ୍ଷଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚିଠି କରାଯାଇଛି। ଏଣିକି ଆଉ ଶୀଘ୍ର କଲେଜରୁ ଯାଇପାରିବେନି ଅଧ୍ୟାପକ। ଠିକ ସମୟରେ ଆସିବେ, 7 ଘଣ୍ଟା କଲେଜରେ ରହିବେ। କ୍ଲାସ ନଥିଲେ ମଧ୍ୟ କଲେଜରେ ରହିବା ବାଧ୍ୟତାମୂଳକ। ଅନେକ ସମୟରେ ଅଧ୍ୟାପକ ମାନେ କଲେଜକୁ ନିଜର କ୍ଲାସ ସମୟରେ ହିଁ ଆସନ୍ତି, ଆଉ କ୍ଲାସ ସରିଲେ ଘରକୁ ଯାଆନ୍ତି। ଏପରି ଅଭିଯୋଗ ଆସିବା ପରେ ପ୍ରଥମେ ଉଚ୍ଚଶିକ୍ଷା ବିଭାଗ ଏହାକୁ ଲାଗୁ କରିଥିଲା। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୁକ୍ତ ଦୁଇ କଲେଜ ପାଇଁ ଏହାକୁ କଡାକଡି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି, ଆଗରୁ ବାୟୋମେଟ୍ରିକ ଡିଭାଇସ ଲଗାଇବା ପାଇଁ ଚିଠି ହୋଇଛି। ଏହି ଚିଠିରେ ବାୟୋମେଟ୍ରିକ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏପରିକି ନିର୍ଦ୍ଦେଶାଳୟ ପକ୍ଷରୁ ଜୁଲାଇ 24 ତାରିଖରେ ପୁଣି ଥରେ ଚିଠିରେ ବାୟୋମେଟ୍ରିକ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଥିଲା। ମାତ୍ର ଏହାକୁ ଅନେକ କଲେଜ କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରିନଥିବାରୁ ପୁନଃ ଚିଠି କରାଯାଇଛି। ବାୟୋମେଟ୍ରିକ ଲଗାଇବା ବାଧ୍ୟତାମୂଳକ। ସମସ୍ତ ଅଧ୍ୟାପକ ଓ ଅଣ ଅଧ୍ୟାପକଙ୍କ ଉପସ୍ଥାନ ଏଥିରେ ପଞ୍ଜୀକୃତ କରାଯିବ। ଏହାର ତଥ୍ୟକୁ ସାମ୍ସ ୱେବସାଇଟରେ ପ୍ରଦାନ କରାଯିବ। ଏହାକୁ ନିର୍ଦ୍ଦେଶାଳୟର ନିରୀକ୍ଷକ ଅଧିକାରୀ ତର୍ଜମା କରିବେ।